ମୁଁ ପେଁକାଳି ବାଲା ବିବାହ ହେଉ କି ବ୍ରତଘର ସାହିଜାତ ହେଉ କି ଦିଅଁଜାତ ମୁଁ ପେଁକାଳି ବଜାଇ ସଭିଙ୍କ ମନ ଜିଣିଲା ବାଲା ମୁଁ ପେଁକାଳି ବାଲା। ହଁ ଆଜ୍ଞା, ଏ କାହାଣୀ ହେଉଛି ଜଣେ ପେଁକାଳି ବଜାଇବା କଳାକାରଙ୍କର। ନାଁ ତାଙ୍କର ମାଗା ମଲ୍ଲିକ। ଘର ସତ୍ୟବାଦୀ ଆଳସରଙ୍ଗ ଗ୍ରାମର। ମାତ୍ର 14 ବର୍ଷ ବୟସରେ ମାଗାଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ଆଉ ବାପାଙ୍କ ସହିତ ବାଜା ଆଉ ପେଁକାଳି ବଜାଇ ସମ୍ଭାଳିଥିଲେ ନିଜର କୂଳ ବ୍ୟବସାୟକୁ। ବାହାଘର, ବ୍ରତଘର, ଗାଁ ପର୍ବପର୍ବାଣୀ ଏବଂ ସାହିଜାତରେ ପେଁକାଳି ବଜାଇ ମାଗା ଭାଇ ଭରଣ ପୋଷଣ କରୁଥିଲେ ନିଜର ପରିବାରକୁ। ମନରେ ଅସୁମାରୀ ସ୍ୱପ୍ନ ଥିଲେ ମଧ୍ୟ ଦାରିଦ୍ର୍ୟ ବାଧକ ସାଜିଥିଲା ତାଙ୍କୁ ଜୀବନରେ ଆଗକୁ ବଢ଼ିବାକୁ। ତଥାପି ସେ ହାରି ନାହାନ୍ତି। ନିଜର ସ୍ୱତନ୍ତ୍ର ପେଁକାଳି ବାଦନରେ ଜନସାଧାରଣଙ୍କର ମନୋରଞ୍ଜନ କରିବା ସହିତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ସରକାରୀ ସହାୟତାରୁ ବଞ୍ଚିତ ହେବା ସହିତ ଜଣେ କଳାର ପୂଜାରୀ ହୋଇ ମଧ୍ୟ ଆଜି ଯାଏଁ କଳାକାର ଭତ୍ତା ମଧ୍ୟ ପାଇନାହାନ୍ତି। ନମସ୍କାର, ମୁଁ ପେଁକାଳି ବାଲା ମ୍ୟାଡ଼ାମ। ମୋ ଘର ସାକ୍ଷୀଗୋପାଳ ହରଚନ୍ଦ ସାହି। ମୁଁ 20 ବର୍ଷ ହେଲା ଶିଖିଲାଣି। ବାପା ଗୋଷ୍ଠୀ ବଜାନ୍ତି, ତାଙ୍କଠାରୁ ଦେଖିକି ମୁଁ ଶିଖି। ଆଜ୍ଞା ପୁରୀ ସାହି ଯାତ୍ରା ବଜାଉ, ମେଢ଼ ମାନଙ୍କର ବଜାଉ, ବଜାବଜି କରୁ। ଯେତେବେଳେ ଠାକୁର ମାଗାମ ପାଖରେ ବଜାବଜି କରୁ, ବାହାଘର ବଜାବଜି କରୁ, ବ୍ରତଘର ବଜାବଜି କରୁ। ଏମିତି କୁଟୁମ୍ବ ଚାଲିଛି ଆମର। କୋଉଠି ସେମିତି ମାନେ କୋଉଠି 500 କୋଟି 1000 ବିବାହ ମାନଙ୍କର କରୁ। ପରିବାର ଏମିତି କହିବାଟା ଯେତିକି ଚଳିବା କଥା ଚଳୁଛୁ। ଆଉ ସବୁବେଳେ ସମାନ ସାହିଜାତ ହରଚନ୍ଦ ସାହି, ବାଲି ସାହି, ସାହିଜାତରେ ମେଢ଼ ବଜା କରେ, କାଳୀ ପୂଜା, ସପ୍ତଶିରା ଏଇସବୁ ବଜାକୁ କର୍ମଦାୟ ତ ଖୁସି ଏମିତି ଚଳିବା କଥା। ଆଉ ସବୁବେଳେ ଖୁସି ଯାଏ, ଖୁସି ଜିନିଷରେ ଏଇଟା ରହିଥାଏ ଆମର। ମେଢ଼ରେ ଯୋଉ ବଜୁ ସମସ୍ତଙ୍କୁ ଖୁସି ବାଜା ବଜାରେ ପ୍ରତ୍ୟେକ ଗୀତରେ ଖୁସି କରିଦେଉ। ଇଏ କରେ ଆଜ୍ଞା ପ୍ରତ୍ୟେକ ସମୟରେ ମେଢ଼ ନାଚନ୍ତି, ପିଲା ବି ଖୁସି ଭାଷାରେ ନାଚନ୍ତି। ଆମେ ବି ତାଙ୍କ ସାଙ୍ଗରେ ଖୁସି ହେଇକି ବଜାବଜି କରୁ। ଆମ ବ୍ୟବସାୟ ମୋ କର୍ମଦାୟକୁ ନେଇକି ମୁଁ ଭାରି ଖୁସି ଅଛି। ମାଗା ଭାଇ ଘରେ ଥିବା ସମୟରେ ନିଜର ପେଁକାଳିରେ ଅଭ୍ୟାସ କରନ୍ତି କିଛି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ପୁରୁଣା ଗୀତ ଏବଂ ସେ ପୁରୁଣା ଗୀତର ସ୍ୱରରେ ବଜାନ୍ତି ସେ ତାଙ୍କର ପେଁକାଳି। ତାଙ୍କ ପେଁକାଳିର ଶବ୍ଦ ରାସ୍ତାରେ ଯାଉଥିବା ପଥିକଙ୍କ କାନରେ ପଡ଼ିଲେ କିଛି ସମୟ ପାଇଁ ଅଟକି ଯାଆନ୍ତି ସେମାନେ ଏବଂ ଶୁଣନ୍ତି ସେଇ ମଧୁର ପେଁକାଳି ବାଜା। କଳାକୁ ବ୍ରତ କରିଥିବା ମାଗା ମଲ୍ଲିକ ସାରା ଜୀବନ ଏହିପରି ପେଁକାଳି ବଜାଇ ସଭିଙ୍କର ମନ ଖୁସି କରୁଥିବେ ବୋଲି କହିଛନ୍ତି। ଆଗକୁ ସୁଯୋଗ ମିଳିଲେ ଓଡ଼ିଶା ବାହାରେ ଯାଇ ନିଜର କଳାକୁ ପ୍ରଦର୍ଶନ କରିବାକୁ ଭାରି ଇଚ୍ଛା ତାଙ୍କର। ସତ୍ୟବାଦୀରୁ ଦୀପ୍ତି ସୁନ୍ଦର ମହାପାତ୍ରଙ୍କ ସହିତ ସିଙ୍ଗାରୀ ଆଲୋକ ଖୁଣ୍ଟିଆଙ୍କ ରିପୋର୍ଟ, ଶାଶ୍ୱତ ଟିଭି।